700 ବର୍ଷ ପୁରୁଣା ଏକ ମନ୍ଦିର, ଯାହାକୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ। ଏହା କେବଳ ସୂର୍ଯ୍ୟ ଭଗବାନଙ୍କର ମନ୍ଦିର ନୁହେଁ, ଏହା ହେଉଛି ଏକ ଜୀବନ୍ତ ବୈଜ୍ଞାନିକ ଯନ୍ତ୍ର। ଆଜିର ଏହି ଭିଡିଓରେ ଆମେ ଜାଣିବା କୋଣାର୍କ ସୂର୍ଯ୍ୟ ମନ୍ଦିର ସେହି ରହସ୍ୟ, ଯାହାକୁ ବିଜ୍ଞାନ ମଧ୍ୟ ସ୍ୱୀକାର କରିଛି। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କୋଣାର୍କ ମନ୍ଦିରର ପରିଚୟ। ଓଡ଼ିଶାର ପୁରୀ ଜିଲ୍ଲା ନିକଟରେ ଅବସ୍ଥିତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହାର ନିର୍ମାଣ 1300 ଶତାବ୍ଦୀରେ ଗଙ୍ଗବଂଶର ମହାନ ରାଜା ନରସିଂହ ଦେବ ପ୍ରଥମ କରାଇଥିଲେ। ଏହି ମନ୍ଦିର ସୂର୍ଯ୍ୟଦେବଙ୍କ ରଥ ଆକାରରେ ତିଆରି, 7ଟି ଘୋଡ଼ା ଏବଂ 24ଟି ବିଶାଳ ପଥର ଚକ। କିନ୍ତୁ ପ୍ରଶ୍ନ ହେଉଛି, ଏତେ ଆଧୁନିକ ଡିଜାଇନ ସେହି ସମୟରେ କିପରି? ବିଜ୍ଞାନର ଚମତ୍କାର। କୋଣାର୍କ ମନ୍ଦିରର ସବୁଠୁ ବଡ଼ ରହସ୍ୟ ହେଉଛି ଏହାର ପଥର ଘଡ଼ି ପ୍ରଣାଳୀ। ମନ୍ଦିରର 24ଟି ଚକ ସମୟ ଓ ମାସକୁ ପ୍ରତିନିଧିତ୍ୱ କରେ। ପ୍ରତ୍ୟେକ ଚକରେ ଥିବା 8ଟି ସ୍ପୋକ୍ ଦିନର 8ଟି ପହରକୁ ଦର୍ଶାଏ। ଯଦି ସୂର୍ଯ୍ୟର ଆଲୋକ ଠିକ୍ କୋଣରେ ପଡ଼େ, ତେବେ ଏହି ଛାୟାରୁ ମିନିଟ୍ ପର୍ଯ୍ୟନ୍ତ ସଠିକ୍ ଜଣାଯାଏ। ବୈଜ୍ଞାନିକମାନେ ଏହାକୁ ଏକ ସଠିକ୍ ସୋଲାର ଟାଇମ୍ କ୍ୟାଲକୁଲେଟର ବୋଲି ମାନିଛନ୍ତି। ଖଗୋଳ ବିଜ୍ଞାନ ଓ ଗଣିତ। ଏହି ମନ୍ଦିରର ନିର୍ମାଣରେ କେବଳ ଭକ୍ତି ନୁହେଁ, ଖଗୋଳ ବିଜ୍ଞାନ ଓ ଗଣିତ ମଧ୍ୟ ରହିଛି। ସୂର୍ଯ୍ୟର ଗତି, ପୃଥିବୀର ଝୁକାଅ ଏବଂ ଛାୟାର ଚଳନ ସବୁକିଛି ପୂର୍ବରୁ ହିସାବ କରାଯାଇଥିଲା। ଆଜି ଆମେ କମ୍ପ୍ୟୁଟରର ବିନା ଏତେ ସଠିକ୍ ହିସାବ କରିପାରୁନାହିଁ। ଏହା ପ୍ରମାଣ କରେ ପୁରାତନ ଭାରତ ଅତ୍ୟାଧୁନିକ ଜ୍ଞାନର ଧାରକ ଥିଲା। ମ୍ୟାଗ୍ନେଟ୍ ଥିଓରି ସତ କି ଗପ? ଆପଣ ଶୁଣିଥିବେ କୋଣାର୍କ ମନ୍ଦିରରେ ଏକ ବିଶାଳ ଚୁମ୍ବକ ଥିଲା, ଯାହା ମୂର୍ତ୍ତିକୁ ଆକାଶରେ ଝୁଲାଇ ରଖୁଥିଲା। ଏହାର ପୁରା ପ୍ରମାଣ ମିଳିନାହିଁ, କିନ୍ତୁ କିଛି ପୁରୁଣା ରେକର୍ଡ ଚୁମ୍ବକୀୟ ପଥର ବ୍ୟବହାର ସଂକେତ ଦେଇଥାଏ। ବ୍ରିଟିଶ ରେକର୍ଡରେ ଲେଖାଯାଇଛି, ଏହି ଅଞ୍ଚଳରେ ଜାହାଜର କମ୍ପାସ ବିଗିଡ଼ି ଯାଉଥିଲା। ବିଜ୍ଞାନ ଏହି ଥିଓରିକୁ ନା ପୁରା ମାନେ, ନା ପୁରା ଅସ୍ୱୀକାର କରେ। ମନ୍ଦିର କାହିଁକି ଧ୍ୱଂସ ହେଲା? ସବୁଠୁ ବଡ଼ ପ୍ରଶ୍ନ। ଯଦି ମନ୍ଦିର ଏତେ ଶାନଦାର ଥିଲା, ତେବେ ଆଜି ଅଧୁରା କାହିଁକି? କିଛି ଇତିହାସକାର କହନ୍ତି ବିଦେଶୀ ଆକ୍ରମଣ, ଅନ୍ୟମାନେ କହନ୍ତି ପ୍ରାକୃତିକ ବିପର୍ଯ୍ୟୟ। ଏକ ଥିଓରି ଅନୁଯାୟୀ ମନ୍ଦିରର ମୁଖ୍ୟ ଗଠନ ଅତ୍ୟଧିକ ଭାରୀ ଥିଲା ଏବଂ ସମୟ ସହିତ ନଷ୍ଟ ହେଲା। ଏଏସ୍ଆଇ ଆଜି ମଧ୍ୟ ମାନେ ଏହି ମନ୍ଦିର ନିଜ ସମୟରୁ ବହୁତ ଆଗକୁ ଥିଲା। ବିଜ୍ଞାନ କଣ ମାନେ? ଆଧୁନିକ ବୈଜ୍ଞାନିକ ମାନନ୍ତି କୋଣାର୍କ ମନ୍ଦିର ଏକ ଖଗୋଳୀୟ ପର୍ଯ୍ୟବେକ୍ଷଣ କେନ୍ଦ୍ର। ଏହାର ଜ୍ୟାମିତି ଆଜି ମଧ୍ୟ ସଠିକ୍। ପଥର ଘଡ଼ି ପ୍ରଣାଳୀ ବୈଜ୍ଞାନିକ ଭାବେ ସଠିକ୍। ବିଜ୍ଞାନ କହେ ନାହିଁ ଏହା ଚମତ୍କାର, କିନ୍ତୁ ନିଶ୍ଚିନ୍ତ କହେ ଏହା ମାନବ ବୁଦ୍ଧିର ଶୀର୍ଷ ସ୍ତର। କୋଣାର୍କ ମନ୍ଦିର କେବଳ ପଥର ଢାଞ୍ଚା ନୁହେଁ, ଏହା ହେଉଛି ଭାରତର ସେହି ଗୌରବ ଯାହାକୁ ଦୁନିଆ ଭୁଲି ଯାଇଥିଲା। ଏହା କେବଳ ବିଜ୍ଞାନର ରହସ୍ୟ ନୁହେଁ, ଏହା ଆମ ପରିଚୟ ପ୍ରମାଣ। ଏମିତି ଅଧିକ ଭାରତ ଲୁଚିଥିବା ସତ୍ୟ ଜାଣିବାକୁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।